ନମସ୍ତେ। ଶ୍ରୀ ପରମଜ୍ୟୋତି କଳ୍କୀଙ୍କ ଚମତ୍କାର। ମୁଁ ଗୋଆରୁ ଗୋପାଳ ପାଟିଲ। ମୁଁ ବହୁଦିନ ଧରି ଭଗବତ ଧର୍ମ ସହିତ ଜଡ଼ିତ। ପ୍ରଥମେ ମୁଁ କେବଳ ସେବା ଉପରେ ଧ୍ୟାନ ଦେଉଥିଲି। ଧନ ବା ଅର୍ଥ ଉପାର୍ଜନ ଉପରେ ସେତେ ଧ୍ୟାନ ଦେଉନଥିଲି। ମାତ୍ର ମୁଁ ୱାନେସ୍ରୁ ଅର୍ଥ ଉପାର୍ଜନ କରିବା ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ ବୋଲି ଜାଣିଲି। ତେଣୁ ମୁଁ ସ୍କ୍ରାଚ୍ରୁ ବ୍ୟବସାୟ ଆରମ୍ଭ କଲି। ମାତ୍ର ମୋର ବ୍ୟାଙ୍କ ବାଲାନ୍ସ ରେକର୍ଡ଼ ଏବଂ CIBIL ସ୍କୋର ଏପରି ଥିଲା ଯାହା ପାଇଁ ମୋତେ ଲୋନ୍ ମିଳୁନଥିଲା। ମୁଁ ସେତେବେଳେ ସହସ୍ରନାମ ଯଜ୍ଞରେ ଭାଗ ନେବା ପାଇଁ ଗଲି। କଳ୍କୀ ଆଜ୍ଞା ସମୟରେ ମୁଁ ମୋର ଦୀର୍ଘମିଆଦୀ ଲକ୍ଷ୍ୟ ବିଷୟରେ ବର୍ଣ୍ଣନା କଲି। ମାତ୍ର ମୋତେ ସ୍ୱଳ୍ପମିଆଦୀ ଇଚ୍ଛାପୂର୍ତ୍ତି ମାଗିବା ପାଇଁ କୁହାଗଲା। ତେଣୁ ମୁଁ 3 ଦିନ ଭିତରେ ଘରେ ପହଞ୍ଚିଲା ବେଳକୁ ମୋର ଲୋନ୍ ଦରଖାସ୍ତ ମଞ୍ଜୁରୀ ହୋଇଯାଇଥାଉ ବୋଲି ପ୍ରାର୍ଥନା କଲି। ଚମତ୍କାର ଭାବରେ ମୁଁ ପ୍ରାର୍ଥନା କରିଥିବା ପରି ଲୋନ୍ ଦରଖାସ୍ତ ଠିକ୍ 3 ଦିନ ଭିତରେ ମଞ୍ଜୁର ହୋଇଗଲା। ଶ୍ରୀ ପରମଜ୍ୟୋତିଙ୍କ ଅନୁଗ୍ରହରୁ ମୁଁ ଭ୍ରମଣ ଏବଂ ଯାତ୍ରା ଉଦ୍ୟୋଗରେ ଏକ ବ୍ୟବସାୟ ପ୍ରତିଷ୍ଠା କରିପାରିଲି। ଜୟ ବୋଲ ଐଶ୍ୱର୍ଯ୍ୟ ପ୍ରଦାତା ଶ୍ରୀ ପରମଜ୍ୟୋତି କି ଜୟ।